ଅସୀମାକୁ ଉଠିବାକୁ ବଡ଼ ଦିଦିନ ହେଲା ବଡ଼ ଆଉ ସାନ ତାକୁ ଘରେ ହେଲେ ମୋ ପାଇଁ କିଏ ଶୁଣାଳିତ ଆଉ ଏମିତି ଥାଉ ବାବା ମତେ ଯେମିତି ତାକୁ ନିଆ ଲାଗି ଚାଲିଛି ଆଉ କେତେଦିନ ମୋ ଚାକର ଅପେକ୍ଷା କରି ଯୋଉଠି ମୋ ସ୍ତ୍ରୀ ବାବୁଆଣୀ ସେଇ ଘରେ ମୋ ବହୁ ନା ମୁଁ ସତ କଥା କହିପାରୁଛି ନା ଶାନ୍ତିରେ ରହିପାରୁଛି ମୁଁ ଆଉ ସହିପାରୁନି ପ୍ରଭୁ ଏସବୁ ଦେଖିବା ଆଗରୁ ମତେ ତମେ ମାରିଦିଅ ମୋ ପାଇଁ ବାପା ଶବ୍ଦ ପବିତ୍ର ଶବ୍ଦ ଅପବିତ୍ର ହେଇଯାଇଛି ତମେ ମତେ ବାପା ଡାକିଲେ ତମ ବହୁ ପୁଣ୍ୟ ରହିବ ନା ତମେ ପୁଣ୍ୟ ଅର୍ଜନ କରିବ ନା ମତେ ଘରୁ ବାହାର କରିବାର ପଥ ପରିଷ୍କାର କରୁଛ ତମେ ସେମିତି କୁହ ମୋରି ଆଖି ସାମ୍ନାରେ ମା ତମକୁ ଗଧ ଭଳି ଖଟଉଛନ୍ତି ପ୍ରତିବାଦ କରିବାକୁ ଚାହିଁଲେ ବି ମୁଁ ସାହସ ବି କରିପାରୁନି ବାପା ଆଜି ଏତେ ଦିନ ପରେ ମତେ ଯେତେବେଳେ ସୁଯୋଗ ମିଳିଛି ମୋ ନିଜ ହାତରେ ମୋ ବାପାଙ୍କୁ ମଜ କହିଦେବି ଆସ ବାପା ମତେ ତୁ ଆଉ ବାଧ୍ୟ କରିବି ତୋ ଶାଶୁ ଏ ଘରେ ନିଆଁ ଲଗେଇଦେବେ ବାପା ମା ଘରେ ନାହାନ୍ତି ସେ ମନ୍ଦିର ଯାଇଛନ୍ତି ଏବେ ଦିନ ପରେ ମତେ ସୁଯୋଗ ମିଳିଛି ମୋ ବାପାଙ୍କୁ ନିଜ ହାତରେ କହିଦେବି ତମକୁ ମୋର ମୋର ଭୁଲ ଏ ଘରକୁ ଆସିଲା ପରେ ଆପଣମାନଙ୍କୁ ଦେଖି ମତେ କାହିଁ ନିଜର ଲାଗୁଥିଲା ଆଉ ଏମିତି ଭୁଲ କେବେ ହବନି ବାବୁଆଣୀ ତାକୁ ସଫା ସଫା କହିବି
ସେ ଯଦି ଏ ଘରେ ରହିବାକୁ ଚାହୁଁଛି ତାହେଲେ ରୁଟିନ ଅନୁସାରେ ସବୁ କାମ କରିବ।